ଭିତରକୁ ନେଇଯାଇଛି। এই ସମୟରେ ମୁଁ ସୀତାଙ୍କୁ ଚୋରି କରି ମୋର ଟଙ୍କା କଟକୁ ନେଇଯିବି।
ଦେଶ କି ମୋର ମୁଁ ତ ଦ୍ୱାର ଦ୍ୱାର କରି ଭିକ୍ଷା ମାଗୁଛି ଆଉ ତୁମେ ମୋର ଦେଶ ପଚାରି ମୁଁ କଣ କରିବି ତୁମକୁ? ହେ ଯତିବର, କୁହ। ମୋର ସ୍ୱାମୀ ଦେବର ମୃଗୟା ନିମନ୍ତେ ଏ ଅରଣ୍ୟ ମଧ୍ୟକୁ ଯାଇଛନ୍ତି। ହଁ, ସେ ଯଦି ଥାନ୍ତେ ଆପଣଙ୍କର ପାଦ ପୂଜା କରିଥାନ୍ତେ। ହେଲେ ମୁଁ ତ ଯୁଆଡ଼େ ଯାଉଛି ଭିକ୍ଷା କରିବାକୁ, ସିଏ ହେଉଛି ମୋର ଦେଶ। କୁହନ୍ତୁ ଯତିବର, ଏ ଯୋଗୀକି ଭିକ୍ଷା ଖଣ୍ଡେ ଦିଅ। ଯଦି ତୁମେ ଭିକ୍ଷା ନ ଦବ ତାହେଲେ ମୁଁ ତୁମ ଦ୍ୱାରା ଫେରି ଯାଉଛି। ହେଲେ ମନେ ରଖ, ମୁଁ ଦିନକୁ ଗୋଟିଏ ଦ୍ୱାର ଭିକ୍ଷା କରେ, ଯାହା ମିଳେ ମୁଁ ଉଦର ଶାନ୍ତି କରେ। ମୋବାଇଲ ତ ଲଗେଇ ଭିକ୍ଷା ନ ଦବ ମୁଁ ତାହେଲେ ତୁମ ଦ୍ୱାରା ଫେରି ଯାଉଛି। କଣ ଲାଗିବନି ଏଠି? ସେଥିରେ ମୋର ମନ ଭଲ ଦୁଃଖ ନାହିଁ। ଜାଣୁଛ, ଭଲ ଜାଣୁଛ, ଲାଗିବନି ଏଠି? ତୁମକୁ ଦୋଷ ଲାଗିବ। ଆଉ ଖସିକି ଯିବ ବୋଲି ପ୍ଲାନ୍ କରନି, ଖସିକି ଯିବାକୁ ପ୍ଲାନ୍ କରନି। ନା ଯତିବର, ଆପଣ ଫେରି ଯାଆନ୍ତୁ ନାହିଁ। ଯତିବର, ଆପଣ ଫେରି ଯାଆନ୍ତୁ ନାହିଁ। ରୁହନ୍ତୁ ଯତିବର, ରୁହନ୍ତୁ। ଶୀତୟା ବୋଇଲେ ଆହେ ଦଣ୍ଡେର ହଜତି, ଶୀତୟା ବୋଇଲେ ଆହେ ଦଣ୍ଡେର ହଜତି, ମୃଗୟାକୁ ଯାଇଥାନ୍ତେ ରଘୁକୁଳପତି ଆହେ ଜାତି ହେ। ଜ୍ଞାନୀ ଆସିବେ ମୋ ପତି ଆହେ ଜାତି, ଆହେ ଜାତି ହେ। ଜ୍ଞାନୀ ଆସିବେ ମୋ ପତି ହେ ଯତିବର, କଣ କହୁଛ କୁହ। ଆପଣଙ୍କୁ ମୁଁ ବିନତି ହେଇ କହୁଛି, ଆପଣ ଯାଆନ୍ତୁ ନାହିଁ। ମୋର ସ୍ୱାମୀ ଦେବର ମୃଗୟାରୁ ଫେରି ଆସିଲେ ଆପଣଙ୍କର ପାଦ ପୂଜା କରିବେ, ଆଉ ଫଳମୂଳ ଦେଇ ଆପଣଙ୍କର ଉଦର ଶାନ୍ତି କରିବେ। ଯତିବର, ଆପଣ ଯାଆନ୍ତୁ ନାହିଁ। ଆପଣଙ୍କୁ ମୁଁ ପ୍ରାର୍ଥନା କରି କହୁଛି, ଆପଣ ଯାଆନ୍ତୁ ନାହିଁ। କଣ କହିଲ ଦେବୀ? ତୁମର ସ୍ୱାମୀ ମୃଗୟାକୁ ଯାଇଛନ୍ତି? ହଁ ଯତିବର, ସିଏ ଆସିଲେ ମୋର ପାଦ ପୂଜା କରିବେ? ହଁ ହଁ ଯତିବର। ନା ନା ନା, ଯେତେ ଶୀଘ୍ର ପାରୁଛ ତୁମେ ମତେ ଭିକ୍ଷା ଦିଅ, ଦିଅ ଭିକ୍ଷା। କୁହନ୍ତୁ ଯତିବର, ତୁମେ ମତେ ଯେତେ ଶୀଘ୍ର ଭିକ୍ଷା ଦବ ମୁଁ ଭିକ୍ଷା ଗ୍ରହଣ କରିବି ଆଉ ଉଦର ଶାନ୍ତି କରିବି। ମା, ଆପଣ ତୁମେ ମତେ ଯେତେ ଶୀଘ୍ର ପାରୁଛ ଭିକ୍ଷା ଦିଅ। ହେଲେ ମୁଁ ଦିନକୁ ଗୋଟିଏ ଦ୍ୱାର ଭିକ୍ଷା କରେ, ଯାହା ମିଳେ ମୁଁ ତାହା ଆନନ୍ଦରେ ଗ୍ରହଣ କରିବି। ଦିଅ। ହେ ଯତିବର, ତୁମେ ଯେତେ ଶୀଘ୍ର ପାରୁଛ ମତେ ଭିକ୍ଷା ଦିଅ। ଆପଣ କ୍ଷଣେ ମାତ୍ର ଅପେକ୍ଷା କରନ୍ତୁ ଯତିବର, କାହିଁକି ଅଧୈର୍ଯ୍ୟ ହେଉଛନ୍ତି? ଦେଖିପାରୁଛ ବେଳ ଅବସାନ ହେବାକୁ ବସିଲାଣି, ଯେତେ ଶୀଘ୍ର ପାରୁଛ ମତେ ଭିକ୍ଷା ଦିଅ। ରୁହନ୍ତୁ ଯତିବର, ନା, କ୍ଷଣେ ମାତ୍ର ରୁହନ୍ତୁ ମୁଁ ଆଉ ଯତିବର। କ୍ଷଣ ରହିପାରିବି ନାହିଁ। କାହିଁକି ଅଧୈର୍ଯ୍ୟ କାହିଁକି ନା ବେଳ ହେଉଛନ୍ତି? ଅବସାନ ହେବାକୁ ବସିଲାଣି, ଆଉ ମୋର ପାଖରେ ସମୟ ନାହିଁ। ଯେତେ ଶୀଘ୍ର ପାରୁଛ ମତେ ଭିକ୍ଷା ଦିଅ, ଦିଅ। ଯତି ବଚନ ଶୁଣି ନ ବୋଲନ୍ତି ବୈଦେହୀ, ଯତି ବଚନ ଶୁଣି ନ ବୋଲନ୍ତି ବୈଦେହୀ, ତୁମେ ରହିଲେ ପ୍ରଭୁଙ୍କୁ ଶିବଦୂତ ହୋଇ ଯତି ରାଜା ହେ। ଯତି ରହିଲେ
ଯତିବର କୁହ। ଆପଣଙ୍କୁ ମୁଁ ପ୍ରାର୍ଥନା କରି କହୁଛି ଆପଣ କ୍ଷଣକ ମାତ୍ର ଅପେକ୍ଷା କରନ୍ତୁ ଯତିବର। ମୋର ସ୍ୱାମୀ ଦେବର ମୃଗୟାରୁ ଫେରି ଆସିଲେ ଆପଣଙ୍କର ପାଦ ପୂଜା କରିବେ ଆଉ ଆପଣଙ୍କୁ ଫଳମୂଳ ଭକ୍ଷଣ କରିବାକୁ ଦେବେ। ଆପଣ ଉଦର ଶାନ୍ତି କରି ଆପଣଙ୍କ ଦେଶକୁ ଶାନ୍ତିରେ ଫେରିଯିବେ। କାହିଁକି ଅଧୈର୍ଯ୍ୟ ହେଉଛନ୍ତି ଯତିବର? କଣ କହିଲ ମୃଗାକ୍ଷୀ? ତୁମର ସ୍ୱାମୀ ଦେବର ମୃଗୟାକୁ ଯାଇଛନ୍ତି? ହଁ ଯତିବର। ସିଏ କେତେବେଳେ ଆସିବେ ସେ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବି ନାହିଁ। ଦିଅ, ତୁମେ ମତେ ଯେତେ ଶୀଘ୍ର ଭିକ୍ଷା ଦେବ ମୁଁ ମୋର ପୁରକୁ ଫେରିଯିବି। ଦିଅ, ଦିଅ ଏବେ ମତେ ଭିକ୍ଷା ଦିଅ। ଜଣେ ମାତ୍ର ଅପେକ୍ଷା କରନ୍ତୁ ଯତିବର। କାହିଁକି ଆପଣ ଅଧୈର୍ଯ୍ୟ ହେଉଛନ୍ତି? ମୋର ସ୍ୱାମୀ ଦେବର ଏବେ ଏଇଠାରେ ପହଞ୍ଚିଯିବେ। ତୁମେ ଦେଖିପାରୁଛ କାହିଁକି ଆପଣ ଗ୍ରହଣ କରେ ନାହିଁ। ତୁମେ ଯେତେ ଶୀଘ୍ର ପାରୁଛ ମତେ ଭିକ୍ଷା ଦିଅ। ଭିକ୍ଷା ଦେଲେ ମୋର ପୁରକୁ ଫେରିଯିବି। ଦିଅ, ଭିକ୍ଷା ମତେ ଦିଅ। କଥା କହିଲ ମତେ ଭଲ ଲାଗୁନି। ତୁମର ସ୍ୱାମୀ ମୃଗୟାକୁ ଯାଇଛି, ସିଏ କେତେବେଳେ ଆସିବ? ମୋର ପାଦ ପୂଜା କଲେ ମତେ ଭିକ୍ଷା ଦେବ ନା? ଏ ଅରଣ୍ୟକୁ ଯିଏ ମୃଗ ମାରିବାକୁ ଯାଇଛି ବ୍ୟାଧ ପରି ବୁଲୁଥିବ। ତୁମେ ମତେ ଭିକ୍ଷା ଦେଲେ ମୋର ପୁରକୁ ମୁଁ ଫେରିଯିବି। କାହିଁକି ଆପଣ ମୋର ସ୍ୱାମୀ କି ଏପରି କଟୁ ବଚନ କହୁଛନ୍ତି ଯତିବର? କାହିଁକି ମୋର ସ୍ୱାମୀ ଆପଣଙ୍କର କି ଦୋଷ କଲେ? କାହିଁକି କାହିଁକି ଆପଣ ଏପରି କଟୁ ବଚନ କହୁଛନ୍ତି? ଠାକୁରାଣୀ ବୋଇଲେ ବୋଇଲା ରାଜାଣୀ, ଠାକୁରାଣୀ ବୋଇଲେ ବୋଇଲା ରାଜାଣୀ, ପରମ ସାଧନ୍ତି ସବୁ ଭଲମଣି ବୋଇଲା ହେ, ସବୁ କିଣ ଗ୍ରହର ଦିଲା କି ବୁଝିଲା, ଆରେ କି ବୁଝିଲା ହେ, ବୁଝିଲା ଗ୍ରହଣ କରିଲା ହେ। ହେ ଯତିବର, ମୋର ସ୍ୱାମୀ ଦେବରଙ୍କୁ ଆପଣ କିଛି ନ ବୁଝି ନ ସୁଝି ଏପରି କଟୁ ବଚନ କହିବା ଆପଣଙ୍କ ପକ୍ଷେ ଠିକ ହେଉନାହିଁ ଯତିବର। କାହିଁକି କାହିଁକି ଆପଣ ମୋର ସ୍ୱାମୀ ଦେବରଙ୍କୁ ଏପରି କଟୁ ବଚନ କହୁଛନ୍ତି? ସେ ଯତିବର, ଏପରି କଟୁ ବଚନ ମୋର ସ୍ୱାମୀ ଦେବରଙ୍କୁ କୁହନ୍ତୁ ନାହିଁ। ତାହା ମୁଁ ଧୈର୍ଯ୍ୟ କରିପାରୁନାହିଁ, ତାହା ମୁଁ ଧୈର୍ଯ୍ୟ କରିପାରୁନାହିଁ। ତୁମେ ମତେ ଭିକ୍ଷା ଦେବାକୁ ପଡିବ। ଭାରତ ପକେଇବାକୁ କହିବୁନୁ। ଯେତେ ଶୀଘ୍ର ଭାରତ ପାରୁଛ ପକେଇବ। ମତେ ଭିକ୍ଷା ଦିଅ। ବେଳ ଅବସାନ ହେବାକୁ ବସିଲାଣି। ମୁଁ ଆଉ କ୍ଷଣ ମାତ୍ର ଅପେକ୍ଷା କରିପାରିବି ନାହିଁ। ଦିଅ, ତୁମେ ମତେ ଏବେ ଭିକ୍ଷା ଦେଲେ ମୋ ପୁରକୁ ଫେରିଯିବି। ବବୁଲେଇ କଟାଳ ଶୁଣି ଜାନକୀ ଦକ୍ଷିଣେ ଉଠିଲେ, ବଡ଼ାପା ବବୁଲେଇ ଡାକିବ। ଫଳ ମୂଳ ନେଇ ପାନ କୁଟିଲେ ରଖିଲେ ଦିଅ ଜାତି ହେ, ଭୁଜିଣ ସତ ସକର ମାତି ହେ, ଦିଅ ଜାତି, ଆରେ ଦିଅ ଜାତି ହେ, ଫଳ ମୂଳ ବୁଝି କର ଜାତି ହେ। ହେ ଯତିବର, ଆପଣ ଭାରତ ନିଅ, ଭାରତ। ଆପଣ ଭାରତ। ଆପଣଙ୍କ ଦେଶ
ଦେଶକୁ ଯିବା ପାଇଁ ଅସାଧ୍ୟ ହେଉଛନ୍ତି। ମୁଁ ଯେତେ କହିଲେ ମଧ୍ୟ ଆପଣ ବୁଝୁନାହାନ୍ତି। ତା ଫଳରେ ମୋ ସ୍ୱାମୀ ଦେବରଙ୍କୁ ଏପରି କଟୁବଚନ କହୁଛନ୍ତି। ଏଇଠି ରଖିକି ଗୀତ ଗାଉଛୁ। ପାରୁନାହିଁ। ଏଇ କୁଟୀର ମଧ୍ୟରେ କିଛି ଫଳମୂଳ ଅଛି। ଏହାକୁ ଆପଣ ସେବନ କରି ଆପଣଙ୍କ ଦେଶକୁ ଫେରି ଯାଆନ୍ତୁ ଯଦି ବର। ଏଇଠାରେ ମୁଁ ଫଳମୂଳକୁ ରଖିଦେଉଛି। ଆପଣ ଏଇଠାରୁ ହିଁ ଏ ଫଳମୂଳ ଗ୍ରହଣ କରନ୍ତୁ ଯଦି ବର। ଏଇଠାରୁ ହିଁ ଗ୍ରହଣ କରନ୍ତୁ। ତୁମେ ଯୋଉ ଭିକ୍ଷାକୁ ତଳେ ଥୋଇଛ ତାହା ମୁଁ ଗ୍ରହଣ କରିବି ନା କରିବି ନାହିଁ। ଯଦି ତୁମ ହସ୍ତର ତୋଳିକି ଦେବ ତାହେଲେ ସେ ଭିକ୍ଷା ମୁଁ ଗ୍ରହଣ କରିବି। ଏ କଣ କହୁଛନ୍ତି ଯତିବର? ଏ ଫଳମୂଳ ମୁଁ ଆପଣଙ୍କୁ ହସ୍ତରେ ତୋଳିକି ଧରିଲେ ଆପଣ ହସ୍ତରୁ ନେବେ? ହଁ, ହସ୍ତରେ ତୋଳିକି ଦେଲେ ମୁଁ ତାହା ଗ୍ରହଣ କରିବି। ନା ଯତିବର, ମୁଁ ଏ କୁଟୀରର ବାହାରକୁ ଯାଇପାରିବି ନାହିଁ ଯତିବର। ଏ କୁଟୀରର ବାହାରକୁ ମୁଁ ଯାଇପାରିବି ନାହିଁ। ଆପଣ ଏଇଠାରୁ ହିଁ ଫଳମୂଳ ଗ୍ରହଣ କରନ୍ତୁ ଯତିବର। କଦାପି ହେଇପାରିବ ନାହିଁ। ତୁମ ହସ୍ତରେ ଭିକ୍ଷାକୁ ତୋଳିକି ଦେଲେ ମୁଁ ସେ ଭିକ୍ଷାକୁ ଗ୍ରହଣ କରିବି। ଦିଅ, ତୁମ ନିଜ ହସ୍ତରେ ଭିକ୍ଷା ତୋଳିକି ଦିଅ। ଶୁଣି ନ ଜନକ ଯେ ମା ଭିକ୍ଷା କରେ ଧରି। ଶୁଣି ନ ଜନକ ଯେ ମା ଭିକ୍ଷା କରେ ଧରି। ଯାଅ ଏଠାକୁ ଆସିଣ ତପଚାରି ଦିଅ ଜାତି ହେ। ପୁଞ୍ଜିଣ ସମ୍ପଦ ନିଅନ୍ତୁ ଯତିବର, ଏଇ ଫଳମୂଳ ଭୋଜନ କରି ଆପଣଙ୍କ ଦେଶକୁ ଫେରି ଯାଆନ୍ତୁ ଯତିବର। ନିଅନ୍ତୁ ଯତିବର, ଆପଣ ଏଇଠାରୁ ହିଁ ଫଳମୂଳ ଗ୍ରହଣ କରନ୍ତୁ। କାରଣ ମୁଁ ଏ କୁଟୀର ବାହାରକୁ ଯାଇପାରିବି ନାହିଁ। ମୋର ଦେବର ଲକ୍ଷ୍ମଣ ଏଇ କୁଟୀର ସମ୍ମୁଖରେ ତିନି ଗାର ଟାଣି ଯାଇଛନ୍ତି। ଆଉ ମୋତେ ମଧ୍ୟ ବାରଣ କରିଛନ୍ତି ଯେ ମାତା, ତୁମେ ଯଦି ଏ ଗାରକୁ ଉଲ୍ଲଙ୍ଘନ କରିବ ତାହେଲେ ତୁମକୁ ବିପତ୍ତି ପଡ଼ିବ। ମୁଁ କିପରି ଏ ଗାରକୁ ଉଲ୍ଲଙ୍ଘନ କରି ଆପଣଙ୍କ ପାଖକୁ ଯାଇ ଏ ଫଳମୂଳ ଦେବି? ଆପଣ ଏଇଠାରୁ ହିଁ ଏ ଭିକ୍ଷା ଗ୍ରହଣ କରନ୍ତୁ। ସେଠାରେ ଅନେକ ଦୋଷ ଅଛି। ମୁଁ କିପରି ତୁମ ହସ୍ତରେ ଭିକ୍ଷା ଗ୍ରହଣ କରିବି? ସେ କୁଟୀରରୁ ବାହାରକୁ ଆସି ଭିକ୍ଷା ଦେଲେ ମୁଁ ଭିକ୍ଷା ଗ୍ରହଣ କରିବି। ନା ଯତିବର, ଏ କୁଟୀରର ବାହାରକୁ ମୁଁ ଯାଇପାରିବି ନାହିଁ। ମୋର ଦେବର ଲକ୍ଷ୍ମଣ ଏ କୁଟୀର ସମ୍ମୁଖରେ ତିନି ଗାର ଟାଣି ଯାଇଛନ୍ତି। ଆଉ ମଧ୍ୟ ମୋତେ ବାରଣ କରିଛନ୍ତି ଯେ ମାତା, ଏ ତିନି ଗାରକୁ ଉଲ୍ଲଙ୍ଘନ କରି କେବେ ହେଲେ ତୁମେ ବାହାରକୁ ଆସିବ ନାହିଁ। ବାହାରକୁ ଆସିଲେ ତୁମକୁ ନିଶ୍ଚୟ ବିପତ୍ତି ପଡ଼ିବ।
ମୁଁ କିପରି କିପରି ମୋର ଦେବରଙ୍କ କଥାଙ୍କୁ ନ ମାନି ଆପଣଙ୍କ ପାଖକୁ ଭିକ୍ଷା ଦେବା ପାଇଁ ଯିବି। ହେ ଋଷିବର, ଆପଣ ଏଇଠାରୁ ଭିକ୍ଷା ଗ୍ରହଣ କରନ୍ତୁ। ହଁ, ଏ ତା କଦାପି ହେଇପାରିବ ନାହିଁ। ତୁମେ ସେ କୁଟୀର ବାହାରକୁ ଆସି ମତେ ଭିକ୍ଷା ଦେଲେ ମୁଁ ଭିକ୍ଷା ଗ୍ରହଣ କରିବି। ନା ଯତିବର, ଦାଦା ଏ କୁଟୀର ବାହାରକୁ ମୁଁ କେବେ ହେଲେ ଯାଇପାରିବି ନାହିଁ। ଆପଣ ଏଇଠାରୁ ଭିକ୍ଷା ଗ୍ରହଣ କରନ୍ତୁ। ମୋର ଦେବର ଲକ୍ଷ୍ମଣ ମତେ ବାରମ୍ବାର କହିଛନ୍ତି ଯେ ହେ ମାତା, ଏ କୁଟୀର ବାହାରକୁ ଏ ତିନିଗାର ଉଲ୍ଲଂଘନ କରି କେବେ ହେଲେ ଆସିବ ନାହିଁ, କାରଣ ତୁମକୁ ବିପତ୍ତି ପଡ଼ିବ। ମୁଁ କିପରି ଯିବି? ଆପଣ ଏଇଠାରୁ ଭିକ୍ଷା ଗ୍ରହଣ କରନ୍ତୁ ଯତିବର, ଆପଣ ଏଇଠାରୁ ଭିକ୍ଷା ଗ୍ରହଣ କରନ୍ତୁ। ତୁମେ ମତେ ଭିକ୍ଷା ଦିଅ। ଆଉ ତୁମର ଦେବର ଲକ୍ଷ୍ମଣ ଯୋଉ ତିନିଗାର କାଟିଛନ୍ତି ମୁଁ ତାକୁ ମଧ୍ୟ ଲିଭାଇଦେବି। ଦେଖ ମୁଁ କିପରି ଲିଭାଉଛି। ଦେଖିଲ, ମୁଁ ସେ ତିନିଗାର ଲିଭାଇଲି। ଏବେ ମତେ ଭିକ୍ଷା ଦିଅ ସେ କୁଟୀର ବାହାରୁ ଆସି। ଦିଅ ମତେ ଭିକ୍ଷା। ହେ ଯତିବର, କୁହ। ନିଅନ୍ତୁ এই ଫଳମୂଳ ନେଇ ଆପଣଙ୍କର ଉଦର ଶାନ୍ତି କରି ଆପଣଙ୍କ ଦେଶକୁ ଫେରି ଯାଆନ୍ତୁ। ନିଅନ୍ତୁ ଯତିବର, এই ଭିକ୍ଷା ଗ୍ରହଣ କରନ୍ତୁ ଯତିବର, এই ଭିକ୍ଷା ଗ୍ରହଣ କରନ୍ତୁ।
ପତିବର୍ତ୍ତା ନାରୀ ଆପଣ କାହିଁକି ମତେ ଛୁଇଁଲେ ଜ୍ୟୋତିବର? ଆପଣ ମତେ କାହିଁକି ଛୁଇଁଲେ? ହେ ଜ୍ୟୋତିବର